1911 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଓଡ଼ିଆ ଆନ୍ଦୋଳନ। ଓଡ଼ିଆ ଆନ୍ଦୋଳନ ଆରମ୍ଭର ସଂକେତ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଅନ୍ତରାଳରେ ପ୍ରବାହିତ ଓଡ଼ିଆ ଆନ୍ଦୋଳନ ବାସ୍ତବରେ ଓଡ଼ିଶା ଇତିହାସରେ ଏକ ମହତ୍ତ୍ୱପୂର୍ଣ୍ଣ ଘଟଣା। ଜାତିପ୍ରେମ ମଣିଷର ଏକ ସ୍ୱାଭାବିକ ପ୍ରବୃତ୍ତି ହେଲେ ମଧ୍ୟ ଓଡ଼ିଆମାନଙ୍କ ମଧ୍ୟରେ ଏହା ଲୁକ୍କାୟିତ ଅବସ୍ଥାରେ ଥିଲା। 1866 ମସିହା ନଅଙ୍କ ଦୁର୍ଭିକ୍ଷ ଓଡ଼ିଆମାନଙ୍କର ଆଖି ଖୋଲିଦେଲା। ଏହି ଦୁର୍ଭିକ୍ଷ ପାଇଁ ବଙ୍ଗଳା ସରକାର ଦାୟୀ ବୋଲି ବ୍ରିଟିଶ ପାର୍ଲାମେଣ୍ଟର ତତ୍କାଳୀନ ସେକ୍ରେଟାରୀ ଅଫ୍ ଷ୍ଟେଟ୍ସ ଷ୍ଟାଫୋର୍ଡ ନର୍ଥକୋଟ୍ ଦର୍ଶାଇଥିଲେ। ତେଣୁ ବହୁ ବର୍ଷ ଧରି ଅବହେଳିତ ହୋଇ ଆସୁଥିବା ଓଡ଼ିଆ ପ୍ରତି ଇଂରେଜ ସରକାରଙ୍କ କିଛି କୃପା ଦୃଷ୍ଟି ପଡ଼ିଥିଲା। ଏହି ପୃଷ୍ଠଭୂମିରେ ଏକ ସ୍ୱତନ୍ତ୍ର ଓଡ଼ିଶାର ସ୍ୱପ୍ନ ଦେଖିଥିଲେ ତତ୍କାଳୀନ ଓଡ଼ିଶାର ନେତୃବୃନ୍ଦ। ଓଡ଼ିଶାର ଭୌଗୋଳିକ ସ୍ଥିତି। ଊନବିଂଶ ଶତାବ୍ଦୀରେ ଓଡ଼ିଶା ଛିନ୍ନ ଭିନ୍ନ ଅବସ୍ଥାରେ ଥିଲା। ଉପକୂଳବର୍ତ୍ତୀ ଅଞ୍ଚଳରେ ମୁଖ୍ୟତଃ ବାଲେଶ୍ୱର, କଟକ ଓ ପୁରୀ ଇଂରେଜମାନଙ୍କୁ କର ଦେଉଥିଲେ। ଓଡ଼ିଶାର ଗଡ଼ଜାତ ରାଜାମାନେ ଇଂରେଜମାନଙ୍କୁ କର ଦେଉଥିଲେ। ଓଡ଼ିଶାର ଗଞ୍ଜାମ ଜିଲ୍ଲାକୁ 1759 ମସିହାରେ ଇଂରେଜମାନେ ଅଧିକାର କରି ଦକ୍ଷିଣରେ ମାଡ୍ରାସ ପ୍ରେସିଡେନ୍ସିରେ ମିଶାଇଥିଲେ। ସେହିପରି 1849 ମସିହାରେ ସମ୍ବଲପୁର ମଧ୍ୟପ୍ରଦେଶର ଅଂଶବିଶେଷ ହୋଇଥିଲା। ଓଡ଼ିଆ ଭାଷାଭାଷୀ ଅଞ୍ଚଳ ମେଦିନୀପୁର ବଙ୍ଗ ପ୍ରେସିଡେନ୍ସିରେ ମିଶି ରହିଥିବା ବେଳେ ସିଂହଭୂମି ଥିଲା ବିହାରର ଛୋଟ ନାଗପୁର ଅଧୀନରେ। ଭାଷା ଆନ୍ଦୋଳନ। ଓଡ଼ିଆ ଭାଷା ଆନ୍ଦୋଳନ ବାସ୍ତବରେ ଥିଲା ଓଡ଼ିଆ ଜାତୀୟତାର ଜନନୀ। ଓଡ଼ିଶାରେ ଓଡ଼ିଆ ଭାଷାକୁ ବିଲୋପ କରିଦେବାକୁ ଚକ୍ରାନ୍ତ କରାଯାଇଥିଲା। ଓଡ଼ିଆ ଏକ ସ୍ୱତନ୍ତ୍ର ଭାଷା ନୁହେଁ ବୋଲି ମତ ପ୍ରଚାରିତ ହେଲା। 1849 ମସିହାରେ କଟକର ତତ୍କାଳୀନ କଲେକ୍ଟର ବଙ୍ଗଳା ଭାଷାକୁ ସରକାରୀ ଭାଷା ରୂପେ ସ୍ୱୀକୃତି ଦେଲେ। ଓଡ଼ିଶାରେ ଭାଷା ବିବାଦ ବିଭିନ୍ନ ସଭା ସମିତି ଓ ପତ୍ର ପତ୍ରିକାରେ ପ୍ରଚାରିତ ହେଲା। ଉତ୍କଳ ସଭା ସଂଗଠନ ଏବଂ ଉତ୍କଳ ଦୀପିକା, ସମ୍ବାଦବାହିକ, ଉତ୍କଳ ଦର୍ପଣ, ସମ୍ବଲପୁର ହିତୈଷିଣୀ ପତ୍ରିକା ଇତ୍ୟାଦି ଓଡ଼ିଆ ଭାଷା ଆନ୍ଦୋଳନକୁ ତୀବ୍ରତର କଲେ। ଗୌରୀଶଙ୍କର ରାୟ, ଫକୀରମୋହନ ସେନାପତି ଓ ରାଧାନାଥ ରାୟ ପ୍ରଭୃତି ସାହିତ୍ୟିକମାନେ ସେମାନଙ୍କ ଲେଖନୀ ମୁନରେ ଓଡ଼ିଆ ଏକ ସ୍ୱତନ୍ତ୍ର ଭାଷା ବୋଲି ପ୍ରମାଣ କଲେ। ଉତ୍କଳ ସଭା ଓ ଗଞ୍ଜାମ ଉତ୍କଳ ହିତବାଦିନୀ ସଭା ସ୍ଥାପନ କରାଯାଇ ଭାଷା ଆନ୍ଦୋଳନକୁ ବଳବତ୍ତର କରାଯାଇଥିଲା।